ଗୋଟିଏ 50 ପଇସାର ମୂଲ୍ୟ 50,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ହଁ ଆଜ୍ଞା, ନମସ୍କାର। ମୁଁ ଗିରିବାବୁ ମୋର କଏନ୍ ରହସ୍ୟ ୟୁଟ୍ୟୁବ୍ ଚ୍ୟାନେଲରୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କୁ ସ୍କେୟାର ଓ ରେୟାର 50 ପଇସା ଗୁଡ଼ିକର ମୂଲ୍ୟ କେତେ ତାହା ଆପଣମାନଙ୍କୁ ଅବଗତ କରାଇବି। କିନ୍ତୁ ମୁଁ କହିବା ଆଗରୁ ଆପଣମାନଙ୍କୁ ସୂଚାଇ ଦେବାକୁ ଚାହେଁ ଯେ ରେୟାର କଏନ୍ ଗୁଡ଼ିକ ଅନେକ ବ୍ୟକ୍ତି ନକଲି କଏନ୍ ତିଆରି କରି କମ୍ ମୂଲ୍ୟରେ ବିକ୍ରୟ କରୁଛନ୍ତି। ଏଣୁ ଆପଣମାନେ ଯଦି ରେୟାର କଏନ୍ ଗୁଡ଼ିକ କିଣୁଛନ୍ତି ତାହାହେଲେ ଭଲ ଭାବରେ ଦେଖି ଓ ପରଖି କିଣନ୍ତୁ। ଏଥରେ ଆସିବା ମୁଖ୍ୟ ଆଲୋଚନାକୁ। ସର୍ବପ୍ରଥମେ 1993 ଷ୍ଟିଲ୍ 50 ପଇସାର ମୂଲ୍ୟ, ହାଇଦ୍ରାବାଦ ମିଣ୍ଟ ଓ ବମ୍ବେ ମିଣ୍ଟର ଦାମ ଜାଣିବା। ଏହା 100 ଟଙ୍କାରୁ 500 ଟଙ୍କା। 1997 ଷ୍ଟିଲ୍ 50 ପଇସା, ହାଇଦ୍ରାବାଦ ଓ କୋଲକାତା ମିଣ୍ଟର ଦାମ 50 ଟଙ୍କାରୁ 150 ଟଙ୍କା। ଏଥରେ ଆସିବା କପର ନିକେଲର ତିଆରି ହୋଇଥିବା 50 ପଇସା। ସର୍ବପ୍ରଥମେ ଜାଣିବା 1983 ମସିହା କୋଲକାତା ମିଣ୍ଟର ଦାମ। ଏହା 50 ଟଙ୍କାରୁ 150 ଟଙ୍କା। ତାପରେ 1980 ମସିହା କୋଲକାତା ମିଣ୍ଟ, ଏହାର ମୂଲ୍ୟ 50 ଟଙ୍କାରୁ 200 ଟଙ୍କା। ଏହାପରେ ଆସିବା 1978 ବମ୍ବେ ମିଣ୍ଟ, ଏହା 200 ଟଙ୍କାରୁ 800 ଟଙ୍କା। ତାପରେ ଦେଖିବା 1989 ମସିହା ବମ୍ବେ ମିଣ୍ଟ, ଏହାର ମୂଲ୍ୟ 300 ଟଙ୍କାରୁ 1000 ଟଙ୍କା। ଏଥରେ ଦେଖିବା 1986 ମସିହାର ବମ୍ବେ ମିଣ୍ଟର ମାର୍କେଟ ପ୍ରାଇସ୍ କେତେ। ଏହା 300 ଟଙ୍କାରୁ 2000 ଟଙ୍କା। ଏଥରେ ଆସିବା 1988 ନୋଇଡା ମିଣ୍ଟ, ଏହାର ଦାମ 1000ରୁ 5000 ଟଙ୍କା। ତାପରେ 1959 ମସିହା ବମ୍ବେ ମିଣ୍ଟ, ଏହାର ମୂଲ୍ୟ 7000ରୁ ପ୍ରାୟ 30000 ଟଙ୍କା। ଶେଷରେ ଜାଣିବା 1957 ମସିହାର ବମ୍ବେ ମିଣ୍ଟର ଦାମ। ଏହା ହାରାହାରି 5000ରୁ 50000 ଟଙ୍କା ହୋଇପାରେ। ବନ୍ଧୁଗଣ, ମୋର ଅଭିଜ୍ଞତାରୁ ସ୍କେୟାର ଓ ରେୟାର 50 ପଇସା ଗୁଡ଼ିକର ଭ୍ୟାଲୁ ଆପଣମାନଙ୍କୁ ଜଣାଇଦେଲି, ଯାହାକି ଆପଣମାନଙ୍କ କାମରେ ଲାଗିପାରେ। ଶେଷରେ ମୋର ଆପଣମାନଙ୍କୁ ବିନୀତ ଅନୁରୋଧ, ଆପଣମାନେ ମୋର ଚ୍ୟାନେଲକୁ ଲାଇକ୍ଟିଏ କରି ବେଲ୍ ବଟନକୁ କ୍ଲିକ୍ କରିବେ। ଯଦି ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିବେ। ଏହା କଲେ ମୋର ମନୋବଳ ଦୃଢ଼ ହେବା ସହିତ ଆଗକୁ ବଢ଼ିବାରେ ମୋତେ ଉତ୍ସାହ ଦେବ। ରହୁଛି। ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ହିନ୍ଦ, ଜୟ ଜଗନ୍ନାଥ।